ଶୀତଦିନେ ମିଳୁଥିବା କିଛି ପନିପରିବାକୁ ଆଜି ଷ୍ଟୋର୍ କରିବି ବୋଲି ଭାବିଲି। ସେଥିପାଇଁ ଫାର୍ଷ୍ଟ ସୁନୁମୁନୁର ଟିଫିନ୍ ରେଡ଼ି କରି ତାକୁ ସ୍କୁଲ ଛାଡ଼ିକି ଆସିଲି। ତାପରେ ଘରେ ଥିବା କିଛି ମେଥିପତ୍ରକୁ ନେଇ ଭଲ ଭାବରେ ସଫା କରିଦେଲି। ମେଥିପତ୍ରରୁ କେବଳ ମୁଁ ପତ୍ରଗୁଡ଼ାକୁ ନେଇଛି ଆଉ ଭଲ ଭାବରେ 2-3 ଥର ଧୋଇ ସାରିଲା ପରେ ପାଣି ଗୁଡ଼ାକ ନିଗିଡ଼ି ଯାଇସାରିଲା ପରେ ଏୟାର ଫ୍ରାୟରରେ 180 ଡିଗ୍ରୀରେ 5 ମିନିଟ୍ ମୁଁ ଏୟାର ଫ୍ରାୟର କରିଥିଲି। 2-3 ଥର ଏପଟ ସେପଟ କରି ଭଲ ଭାବରେ ଏୟାର ଫ୍ରାଏ ହେଇସାରିଲା ପରେ ଘର ତିଆରି କସ୍ତୁରୀ ମେଥି ମୋର ରେଡ଼ି ହେଇଗଲା। ତାପରେ ଆଳୁ ଏବେ ବହୁତ ଶସ୍ତାରେ ମିଳୁଛି, ତେଣୁ ଆଳୁ ଚିପ୍ସ କରିବି ବୋଲି ଭାବିଲି। ଆଳୁ ଚିପ୍ସ ଗୁଡ଼ିକୁ ପତଳା ପତଳା କରି ଚିପ୍ସ ସାଇଜ୍ର କାଟିନେଲି। 2-3 ଥର ଆଳୁ ଚିପ୍ସ ଧୋଇ ସାରିଲା ପରେ 5 ମିନିଟ୍ ପାଇଁ ମୁଁ ଆଳୁ ଗୁଡ଼ାକୁ ସିଝେଇବା ପାଇଁ ଛାଡ଼ିଦେଲି। ସିଝେଇ ସାରିଲା ପରେ ଭଲ ଭାବରେ ତାର ପାଣି ନିଗିଡ଼ି ଦେଇ କୋଟି କୋଟି କରି ଗୋଟେ କଟନ ବେଡ଼ସିଟ୍ରେ ଖରାରେ ଶୁଖାଇଦେଲି। 2-3 ଦିନ ପରେ ମୋର ଆଳୁ ଚିପ୍ସ ରେଡ଼ି ହେଇଯିବ। ତାପରେ ଗ୍ରୀନ୍ ମଟରକୁ ବି ମୁଁ ଏମିତି ଛଡ଼େଇକି ଏୟାରଟାଇଟ୍ ପଲିଥିନ୍ରେ ତାକୁ ଷ୍ଟୋର୍ କରିକି ଫ୍ରିଜ୍ରେ ରଖିଦେଇଛି। ଶେଷରେ ଲଞ୍ଚରେ ମୁଁ ଛୁଇଁ ଆଳୁ ତରକାରୀ, ଅଣ୍ଡା ଆମଲେଟ୍, କାକୁଡ଼ି ସାଲଡ଼ ଆଉ ଶାଗ ଭଜା ଆଉ ଭେଣ୍ଡି ଆଉ ବାଇଗଣ ଗୋଟା ଭଜା ଖାଇ ଟିକେ ରେଷ୍ଟ ନେବା ପାଇଁ ଚାଲିଗଲି। ଏବେ ରଖୁଛି। ଲାଇକ୍ କରିବେ ଆଣ୍ଡ ସବସ୍କ୍ରାଇବ୍ କରିବେ।